ଅଭାବ କାହିଁକି ଆସେ? ବହୁତ ଇମ୍ପୋର୍ଟାଣ୍ଟ କଥା, ମନେ ରଖିବେ, ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ଅଭାବ କାହିଁକି ଆସେ? ପାଞ୍ଚଟି କଥା ସର୍ଟଲି କହିବା ପାଇଁ ଚେଷ୍ଟା କରୁଛି। ପଢିବା ଲୁକ 15 ଅଧ୍ୟାୟ 12 ପଢନ୍ତୁ 14। जोर से पढ़ो, जल्दी जल्दी पढ़ो। भाई आओ पढ़ा भाई, जल्दी जल्दी पढ़ो। सेमानक मध्यरु सान पुओ बापा को कहिला, बापा संपत्तिर जो भाग मो बांटरे पडुछि ताहा मते देई दियो। सेथिरे से आपनार सर्वस्व सेमानकु बांटी देले। अल्प दिन उतारे सान पुओ सब एकाठी करी दूर देश को चली गला। आउ सेठारे कदाचार रे आपनार संपत्ति उड़ाई देला। किंतु समस्त अपव्यय गला परे से देशरे महा दुर्भिक्ष पड़ला। समस्त अपव्यय कला उतारे देशरे कोन पड़ला? दुर्भिक्ष। सेतेरे कोन हलारो? तार अभाव। शांतिर अभाव, स्वास्थ्यर अभाव, पारिवारिक जीवनर अभाव, अर्थर अभाव, खाद्यर अभाव, अभाव ही अभाव। अनेकଙ୍କ ଜୀବନରେ ଏହା ସତ୍ୟ ଅଛି। ତେବେ ଏ ଅଭାବ ଆମ ଜୀବନରୁ ଯିବ କେମିତି? ପରମେଶ୍ୱରଙ୍କ ସହିତ ଥିଲେ, ପିତାଙ୍କ ଗୃହରେ ଥିଲେ, ପିତାଙ୍କ ସହିତ ସହଭାଗିତାରେ ଥିଲେ, ପ୍ରାର୍ଥନା ଜୀବନରେ ଥିଲେ, ବାକ୍ୟରେ ଥିଲେ, ପ୍ରାର୍ଥନା ଗୃହରେ ଥିଲେ, ଗୀର୍ଜା ଗୃହ ସହିତ ସମ୍ପର୍କରେ ଥିଲେ, କିନ୍ତୁ ଏହା ତାଙ୍କୁ ତୋକୁ ଇକାର ପି ପରା ତୋକୁ ଆକାର ତା କଣ ହବ? ଇଜ ଇକ୍ୱାଲ ଟୁ ପିତା ଲାଗିଲା। ଭଲ ଖାଉଥିଲେ, ଭଲ ପିଉଥିଲେ, ଭଲ ସ୍ୱାସ୍ଥ୍ୟ ଥିଲେ, ଅଭାବ କିଛି ମଧ୍ୟ ନଥିଲା। ସେଇ ସମୟରେ ପ୍ରାର୍ଥନା କରୁଛନ୍ତି, ହେ ପିତା ମତେ ଦେଇଦିଅ ମୋର ସମ୍ପତ୍ତିର ଭାଗ, ମୁଁ ଏବେ ଦୂର ଦେଶକୁ ଯିବି, ମତେ ଆଉ ପ୍ରାର୍ଥନା ଇଚ୍ଛା ନାହିଁ। ଅଭାବ ଇଚ୍ଛା। ମତେ ବି ଇଚ୍ଛା କର ଇଚ୍ଛା ନାହିଁ। କଣ ଇଚ୍ଛା? ଅଭାବ ଇଚ୍ଛା। ମତେ ବି ପାଇବାର ଇଚ୍ଛା ନାହିଁ, ଅଭାବ ଇଚ୍ଛା। ମତେ ଏବେ ସନ୍ଡେ ସ୍କୁଲ ଇଚ୍ଛା ନାହିଁ, ଅଭାବ ଇଚ୍ଛା। ଅଭାବର ମୂଳ କାରଣ, ପ୍ରଥମ କାରଣ ପରମେଶ୍ୱରଙ୍କ ଠାରୁ ଦୂରକୁ ଗଲେ ଅଭାବ। ପରମେଶ୍ୱରଙ୍କ ଠାରୁ ଥିଲେ, ପରମେଶ୍ୱରଙ୍କ ଠାରେ ଥିଲେ, ତାଙ୍କ ସହିତ ଥିଲେ, ଫେଲୋସିପରେ ଥିଲେ। ପିତାଙ୍କ ଗୃହରେ ଥିଲେ କି ନାହିଁ? ଥିଲେ। ଫେଲୋସିପରେ ଥିଲେ, ପ୍ରାର୍ଥନା ବାଟରେ ଆଗ୍ରହୀ ଥିଲେ, ସବୁ ଠିକରେ ଚାଲିଥିଲା। ଯେଉଁ ଦିନ ସେ ପିତାଙ୍କ ଗୃହକୁ ଚାଲିଗଲେ, ଦୂରକୁ ଚାଲିଗଲେ, ଅର୍ଥାତ୍ ସହଭାଗିତାରୁ ଦୂର, ମଣ୍ଡଳରୁ ଦୂର। ଆଜିକାଲି ଲୋକମାନଙ୍କ ମଣ୍ଡଳ ଠିକ ଲାଗୁନି, ଗିର୍ଜା ବାଟ ଠିକ ଲାଗୁନି। ଦେଖୁନ ବୁଲୁଛନ୍ତି, ଖେଳୁଛନ୍ତି। ହଉ, ହାଲେଲୁୟା। ଅଭାବର ପ୍ରଥମ କାରଣ ଈଶ୍ୱରଙ୍କ ଠାରୁ ଯଦି ଦୂରକୁ ଯିବ, ଅଭାବ ଥୁଆ। ଦ୍ୱିତୀୟ କାରଣ ସର୍ଟଲି କହିକି ସାରୁଛି, ଯେହେତୁ ସମୟ ହେଇଗଲାଣି। 14 ପଦରେ ପଢନ୍ତୁ ଜଲ୍ଦି। କିନ୍ତୁ ସମସ୍ତ ଅପବ୍ୟୟ କଲା ପରେ ସେ ଦେଶରେ ମହା ଦୁର୍ଭିକ୍ଷ ପଡ଼ିବାରୁ ତାହାର ଅଭାବ ହେବାକୁ ଲାଗିଲା। ଏଇ ଯୋଉ ଅଭାବ ହେଉଛି ତାର ଜୀବନରେ, ତାର ଭାଇନା ତାକୁ କଣ ବୋଲି କହୁଛନ୍ତି? 15 ଟିକେ ପଢି ଦିଅନ୍ତୁ। 30 କିନ୍ତୁ ତୁମର ଏଇ ଯୋଉ ପୁଅ ବେଶ୍ୟାମାନଙ୍କ ସହିତ ତୁମର ସର୍ବସ୍ୱ ଖାଇ ଉଡ଼ା ଦେଇଅଛି, ଯେତେବେଳେ ସେ ଆସିଲା ସେତେବେଳେ ତୁମେ ତାହା ପାଇଁ ହୃଷ୍ଟପୃଷ୍ଟ ପଶୁ ମାରିଲ। ଏ କଦାଚାରରେ ଯୋଉ ଉଡ଼ାଇ ଅଛି, ତାହା କେଉଁ ବିଷୟରେ ଶୁଣାଇଥିବାର କଥା? ବେଶ୍ୟାମାନଙ୍କ ସହିତ, ବ୍ୟଭିଚାର କର୍ମରେ, ପାପ କର୍ମରେ, ଅଶୁଚି କର୍ମରେ, ମନ୍ଦ କର୍ମରେ ପିତାଙ୍କର ଆଶୀର୍ବାଦକୁ ଅପବ୍ୟୟ କରିଛି। ଅଭାବ ଆସିଲା। ହାଲେଲୁୟା। କେଉଁ ପ୍ରକାରର ଅଭାବ ଆସିଛି ଆଜ୍ଞାକୁ? ପ୍ରଥମେ ଖାଦ୍ୟର ଅଭାବ। ଖାଦ୍ୟର ଅଭାବ ଆସିଲେ ସ୍ୱାସ୍ଥ୍ୟର ଅଭାବ ଆସିବ, ଆଉ ସ୍ୱାସ୍ଥ୍ୟର ଅଭାବ ଆସିଲେ ରୋଗ ବେମାର ହେବ, ଦେହ ଠିକ ହେବ ନାହିଁ। ସ୍ୱାସ୍ଥ୍ୟର ଅଭାବ ଆସିଲେ ଆପଣଙ୍କୁ ଖାଇବାକୁ ମିଳିବ ନାହିଁ, ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଠିକ ନାହିଁ। ତଳକୁ ଯଦି ଦେଖିବା, ସେ ଗୋଟେ ବ୍ୟକ୍ତିଙ୍କ ନିକଟକୁ ଯାଉଛନ୍ତି। କାହିଁକି ଯାଉଛନ୍ତି? ପଢନ୍ତୁ 15।
ସେଥିରେ ସେ ଯାଇ ସେଇ ଦେଶର ଜଣେ ଲୋକଙ୍କର ଆଶ୍ରୟ ନେଲା ଆଉ ସେ ତାହାଙ୍କୁ ଘୁଷୁରି ଚରାଇବା ପାଇଁ ଆପଣା କ୍ଷେତକୁ ପଠାଇଲେ। ସେ ଲୋକଙ୍କର ଆଶ୍ରୟ ନେବା ପଛରେ କାରଣ କଣ? ଖାଦ୍ୟ ନାହିଁ, ସ୍ୱାସ୍ଥ୍ୟ ନାହିଁ, ମୁଁ ଏବେ କାମ ଟିକେ କରିବି, ଅର୍ଥାତ୍ ଅର୍ଥର ମଧ୍ୟ ଅଭାବ, ପଇସାର ମଧ୍ୟ ଅଭାବ, ଟଙ୍କାର ଅଭାବ, ଚାକିରି ମିଳୁନାହିଁ, ବ୍ୟବସାୟ ହେଉନାହିଁ। ହେଲେ କଣ ହେଇଛି? ଅଭାବ। କାହିଁକି ହେଇଛି? କଦାଚାର ରହିଛି। ଅର୍ଥାତ୍ ଯେପରି ଟଙ୍କାର ବ୍ୟବହାର କରିବା କଥା ସେ ବିଷୟରେ ଟଙ୍କା ବ୍ୟବହାର କରିନାହିଁ। ମୋବାଇଲରେ ପଇସା ପକେଇଛି ଆଉ ରାତିରେ ପର୍ନୋଗ୍ରାଫି ପଡୁଛି। ଅନ୍ୟ ଭାବ ଘଟାଏ ବେଶ୍ୟାମାନଙ୍କ ସକାଶେ। ହିତୋପଦେଶ ପଢିବା 6:26 ଜଲଦି 6:26। ଯେହେତୁ ବେଶ୍ୟା ସକାଶୁ ଅନ୍ନ ଅଭାବ ଘଟାଇ ବେଶ୍ୟା ସକାଶୁ ଅନ୍ନର କଣ ଘଟେ? ଅଭାବ। ବ୍ୟଭିଚାର ସକାଶୁ ଅଭାବ ଘଟେ। ଆଜି ଲାଗୁଛି ଆପଣଙ୍କ ଜୀବନରେ ଅଭାବ ଅଛି, ପାରିବାରିକ ସୁଖର ଅଭାବ। ଏଠାରେ ସିନା ଲେଖା ଅଛି ତାର ଖାଦ୍ୟର ବିଷୟରେ, ଆମର ତ ଗୁଡ଼ାଏ ପ୍ରକାରର ଅଭାବ ଅଛି। ଆଚ୍ଛା, ୟା ପାଖରେ ସେତେବେଳେ ମା ବାପା ଥିଲେ, ଶାନ୍ତି ଥିଲା, ବସ୍ତ୍ର ଥିଲା, ଘର ଥିଲା, ଖାଦ୍ୟ ଥିଲା, ସ୍ୱାସ୍ଥ୍ୟ ଥିଲା, ପ୍ରଭୁ ଥିଲେ? କିଛି ନଥିଲା। ହେଲେ ଆନନ୍ଦ ଥିବ? ନାଇଁ। ଆପଣଙ୍କୁ ଲାଗୁଛି ମୋ ଜୀବନରେ ଆନନ୍ଦର ଅଭାବ ଅଛି, ଶାନ୍ତିର ଅଭାବ ଅଛି, ଅର୍ଥର ଅଭାବ ଅଛି, ସ୍ୱାସ୍ଥ୍ୟର ଅଭାବ ଅଛି, ଗୃହର ଅଭାବ ଅଛି, ପ୍ରସ୍ପେରିଟିର ଅଭାବ ଅଛି, ଆଶୀର୍ବାଦର ଅଭାବ ଅଛି। ତେବେ ଆପଣମାନେ କାହିଁ ନା କାହିଁ କଦାଚାରରେ ଅଛନ୍ତି, ଅପବ୍ୟୟ କରୁଛନ୍ତି। କଣ ଅପବ୍ୟୟ କରୁଛନ୍ତି? ହୁଏତ ଟଙ୍କା ଅପବ୍ୟୟ କରୁନଥିବେ, କିନ୍ତୁ ସମୟ ଅପବ୍ୟୟ କରୁଥିବେ। ଯେଉଁ ସମୟରେ ଆପଣ ପ୍ରାର୍ଥନା କରିବା କଥା, ଯେଉଁ ସମୟରେ ଗୀର୍ଜା ଗୃହକୁ ଯିବା କଥା, ଯେଉଁ ସମୟରେ ବାଇବେଲ ପଢିବା କଥା, ସେହି ସମୟରେ ଅନ୍ୟ ସହିତ ଆଳାପ କରୁଛନ୍ତି ମନ୍ଦ କଥା, ଅନ୍ୟମାନଙ୍କ ସହିତ ଖରାପ ସମ୍ପର୍କରେ ହୁଏତ ଥିବେ। ସମୟର ଅପବ୍ୟୟ ହେଲା କି ନାହିଁ? ବାଇବେଲ ପଢିବାର କଥା ଥିଲା, ଆପଣ ଟେକ୍ସଟରେ ଚାଟ୍ କରୁଛନ୍ତି ସେଟିଂ ସହିତ। ବାହାରେ ଭାରି ଭଲ, ଭାରି ଭଲ, ଭିତରେ ସଢି ଯାଇଛି ଜୀବନ, ସଢି ଯାଇଛି। କେହି ତ ଦେଖୁନାହାନ୍ତି, କେହି କାହାର ଚକ୍ଷୁ ତ ଦେଖୁନାହିଁ ମୋର ଭିତରର କଥା। ମୋର ମୋବାଇଲରେ ତ ଲକ୍ ପଡିଛି। କଦାଚାରର ଜୀବନ ଅଭାବକୁ ଆଣେ। କଣ ପଢିଲେ? 6:26। ବେଶ୍ୟା ସକାଶୁ ଅନ୍ନ ଅଭାବ ଘଟାଇ ବେଶ୍ୟା ସକାଶୁ ଅନ୍ନର ଅଭାବ ଘଟୋଇ। ଆପଣଙ୍କର ଅଭାବ କାରଣ ଏହା ନୁହେଁ ତ? ଆପଣଙ୍କର ଅଭାବ ବିଷୟ ଚାହୁଁନା କାହିଁକି? ଅଭାବର କାରଣ ଏହା ନୁହେଁ ତ? ଟିକେ ପରୀକ୍ଷା କରିବା ଦରକାର। ଟିକେ ଯଦି ଦେଖିଦେଲେ ଜଣକୁ ଭୁଲ ଭାବରେ, what is that? କଣ ନା? କାମ ଭାବରେ ପଢି ଦିଅନ୍ତୁ 5:27 ମାଥ୍ୟୁ ଶୀଘ୍ର। ଜଲ୍ଦି। ତୁମେମାନେ ଶୁଣିଅଛ, ଉକ୍ତ ଅଛି, କିନ୍ତୁ ମୁଁ ତୁମମାନଙ୍କୁ ସତ୍ୟ କହୁଛି, ଦେଖନ୍ତୁ ଯୀଶୁଙ୍କର ଷ୍ଟାଣ୍ଡାର୍ଡ। କାମ ଭାବରେ ଯଦି ଟିକେ ଦେଖିଦେଲେ, ଦୃଷ୍ଟିପାତ କଲେ, ଟିକେ ଦେଖିଦେଲେ, ବଢିଆ ହେଇଛନ୍ତି, ହଁ ସରିଲା, ଫିନିଶ। ଅଭାବ ଆପଣଙ୍କ ଦ୍ୱାର ଦେଶରେ ତାହା ଲୋକେ, ତାହା ଆତ୍ମିକ ବିଧି ଅଟେ। କଦାଚାରର ବିଷୟ ଆପଣଙ୍କର ଜମା ଦେଖା ନ ଯାଅ। ଏଣୁ ଫେର ବୋଲି କୁହାଗଲା। ଆମୋସ ବାବଦ କହୁଛନ୍ତି, ପଢିବା ଆମୋସ 4:6 ଜଲ୍ଦି ପଢନ୍ତୁ। ଆମ୍ଭେ ତୁମମାନଙ୍କର ସମୁଦାୟ ନଗରରେ ଦନ୍ତ ଭକ୍ତିର ନିର୍ମଳତା ଓ ତୁମମାନଙ୍କର ସମୁଦାୟ ବାସସ୍ଥାନରେ ଅନାଭାବ ତୁମମାନଙ୍କୁ ଦେଇଅଛୁ। ତୁମ ନଗରରେ ଦନ୍ତ ଭକ୍ତିର ନିର୍ମଳତା, what is this? ଦନ୍ତ ଭକ୍ତିର ନିର୍ମଳତା ଆମେ ଦେଇଛୁ। ଦନ୍ତ ଭକ୍ତି ମାନେ କଣ? ଦୁଇଟି ଦାନ୍ତର ମଧ୍ୟ ଭଲ। ସେଠି କଣ ହେଇଛି? ଏବେ ସଫା ହେଇଛି। এটা কে ଦେଇଛନ୍ତି? কে ଦେଇଛନ୍ତି? ପରମେଶ୍ୱର ଦେଇଛନ୍ତି। ଲେଖାଗଲା
ତଥାପି ତୁମେମାନେ ଆମ୍ଭ ପ୍ରତି ଫେରି ନାହଁ, ଏହା ସଦାପ୍ରଭୁ କହନ୍ତି। ଦନ୍ତ ପଂକ୍ତିର ନିର୍ମଳତା ତୁମ୍ଭମାନଙ୍କୁ ଆମେ ଦେଇଛୁ। ଏହାର ଗୁପ୍ତ ବିଷୟ ରହସ୍ୟ କଣ ଅଟେ? ଦନ୍ତ ପଂକ୍ତିର ନିର୍ମଳତା ବୋଲି କହିଲେ ଦାନ୍ତ ମୋର ଏବେ ସଫା ହେଇଛି। କଲଗେଟ୍ ପାଇଁ କି? ନାଇଁ। କ୍ଲିଷ୍ଟର ପାଇଁ? କ୍ୟାପ୍ସୁଲିନ୍ ପାଇଁ? ନାଇଁ। ଆମୱେର ପ୍ରୋଟେକ୍ଟ ପାଇଁ? नो। ମୋର ଦାନ୍ତ କେମିତି ସଫା ହେଇଛି ଏବେ? ମୁଁ ଖାଇ ନାହିଁ। ଖାଇଲେ ତ ମଳି ଲାଗିବ। ମାଉସ ଖାଇଲେ ତ ମାଉସ ଖଣ୍ଡ ପଶିବ, ଦାନ୍ତ ମଳି ହେବ। ତ ମାଉସ କିଏ ଦେଇନାହାନ୍ତି? ଅନ୍ନ କିଏ ଦେଇନାହାନ୍ତି? ଅଭାବ କୁଆଡୁ ଆସିଛି? ଦାନ୍ତ ସଫା କିପରି ହେଇଛି? କିଏ ପଠେଇଛନ୍ତି? ପରମେଶ୍ୱର। ଆଉ ଏ ଅଭାବ କାହିଁକି ଆସେ? ହିତୋପଦେଶ ଅନୁସାରେ ବେଶ୍ୟା ସକାଶୁ, ବ୍ୟଭିଚାର ସକାଶୁ, ମନ୍ଦ କର୍ମ ସକାଶୁ, ଅଶୁଚିତା ସକାଶୁ। ଯଦି ସଫଳତା ନାହିଁ ଜୀବନରେ, କେଉଁ ବିଷୟର ଭାବ ଅଛି ଦେବେ? ସଫଳତାର ଭାବ ଅଛି। ଯଦି ଅଶାନ୍ତି ଅଛି, କେଉଁ ବିଷୟର ଭାବ ଦେବେ? ଶାନ୍ତିର ଭାବ। ଯଦି ସ୍ୱାସ୍ଥ୍ୟ ଠିକ ନାହିଁ, କେଉଁ ବିଷୟର ଭାବ? ସୁସ୍ଥତାର ଭାବ। ରିଜନ କଣ? କଦାଚାର, ଅପବ୍ୟୟ କରୁଛନ୍ତି ସମୟର, ଅର୍ଥର, ଈଶ୍ୱରଙ୍କ ଦେଇଥିବା ଶରୀର। ଶରୀର କାହିଁକି ଦିଆଯାଇଛି? ମନେ କରନ୍ତୁ ମୁଁ ଆପଣଙ୍କୁ 100 ଟଙ୍କା ଦେଲି। 100 ଟଙ୍କା ଦେଲି କହିଲି ଯେ ଆପଣଙ୍କୁ 5ଟା ବୋତଲ ଆଣନ୍ତୁ, ଗରମ ଦିନ ଶସ୍ୟ ହେଉଛି। ଆପଣ ଯିବେ 100 ଟଙ୍କା ନେଇକି ଖାଇଦେବେ, କଣ କରିବେ? ଯାହା ଇଚ୍ଛା ଖାଇଦେବେ। ଟଙ୍କାର ଅପବ୍ୟୟ ଆପଣ କଲେ, ଟଙ୍କାର ସଦୁପଯୋଗ କଲେନି, ଟଙ୍କାର କଦାଚାର କଲେ। ଠିକ ସେପରି ପରମେଶ୍ୱର ଶରୀର ଦେଇଛନ୍ତି, ଚକ୍ଷୁ ଦେଇଛନ୍ତି, ଜିହ୍ବା ଦେଇଛନ୍ତି ଆମମାନଙ୍କୁ କଦାଚାର କରିବା ପାଇଁ ନୁହେଁ, ଅପବ୍ୟୟରେ ଅପବ୍ୟୟ କରିବା ପାଇଁ ନୁହେଁ, ଖରାପ ୟୁଜ କରିବା ପାଇଁ ନୁହେଁ। ଯଦି କରିବୁ ଦନ୍ତପନ୍ଥୀ ଅର୍ଥାତ୍ ଅଭାବ। ଏଣୁ କଣ କୁହାଗଲା? ତଥାପି ସେମାନେ ଫେରୁ। ଲେଖାଛି ପଢନ୍ତୁ। ଆଉ ଆମେ ତୁମମାନଙ୍କର ସମୁଦାୟ ନଗରରେ ଦନ୍ତପଂକ୍ତିର ନିର୍ମଳତା ଓ ତୁମମାନଙ୍କର ସମୁଦାୟ ବାସସ୍ଥାନରେ ଅନାଭାବ ତୁମମାନଙ୍କୁ ଦେଇଅଛୁ, ତଥାପି ତୁମେମାନେ ଆମ ପ୍ରତି ଫେରି ନାହଁ, ଏହା ସଦାପ୍ରଭୁ କହନ୍ତି। ତୁମେ ଫେରି ନାହଁ। ଏଥିପାଇଁ କଣ ଆସିଛି? ଅଭାବ। ଅଭାବର ପ୍ରଥମ ମୂଳ କାରଣ କଣ ଅଛି? ପରମେଶ୍ୱରଙ୍କ ଠାରୁ ଦୂରକୁ ଯିବା, ଅର୍ଥାତ୍ ସହଭାଗିତାରୁ, ପ୍ରାର୍ଥନା ଜୀବନରୁ, ବାଇବଲ ଅଧ୍ୟୟନରୁ, ଗିର୍ଜାଗୃହର ମଣ୍ଡଳୀରୁ ଦୂରକୁ ଗଲେ ଅଭାବ। ଦ୍ୱିତୀୟରେ କଦାଚାର, ବେଶ୍ୟା, ଅପବ୍ୟୟ କଲେ ଫେରୁ। ତୃତୀୟରେ 34 ଗୀତ ସଂହିତା 9 ଏବଂ 10। ତୃତୀୟ ଈଶ୍ୱରଙ୍କ ଭୟ। ଚତୁର୍ଥ ଈଶ୍ୱରଙ୍କ ଅନୁସନ୍ଧାନ କରୁ, ଅନ୍ୱେଷଣ କରୁ। ଯଦି 34 9 10। ଏ ତାହାଙ୍କର ଭକ୍ତମାନେ ସଦାପ୍ରଭୁଙ୍କୁ ଭୟ କର, ସଦାପ୍ରଭୁଙ୍କୁ ଭୟ କର, କାରଣ ଯେଉଁମାନେ ତାହାଙ୍କୁ ଭୟ କରନ୍ତି ସେମାନଙ୍କର କୌଣସି ଅଭାବ ନାହିଁ। କୌଣସି ଅଭାବ ନାହିଁ। ହାଲେଲୁୟା। ଯେଉଁମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ସେମାନଙ୍କର କୌଣସି ଅଭାବ ନାହିଁ। ଆଉ ବାଇବଲ ଯଦି କହିଦେଲା ନାହିଁ ବୋଲି ମାନେ ତାହା ନାହିଁ। ପରମେଶ୍ୱରଙ୍କୁ ଭୟ, ମନ୍ଦତା ପ୍ରତି ଘୃଣା। ହିତୋପଦେଶ 8:13। ଶୀଘ୍ର ହିତୋପଦେଶ 8:13। ସଦାପ୍ରଭୁଙ୍କ ବିଷୟକ ଭୟ, ମନ୍ଦତା ପ୍ରତି ଘୃଣା। बस ମୁଁ ଯଦି ପରମେଶ୍ୱରଙ୍କୁ ଭୟ କରିବି ତେବେ ମୁଁ ମନ୍ଦତାକୁ ଘୃଣା କରିବି। ଯଦି ମୁଁ ମନ୍ଦତାକୁ, ଅଶୁଚିତାକୁ, ଖରାପ ବିଷୟକୁ ଘୃଣା କରୁନାହିଁ ତେବେ ପରମେଶ୍ୱରଙ୍କ ଭୟ ମୋ ଠାରେ ନାହିଁ। ଆଉ ପରମେଶ୍ୱରଙ୍କ ଭୟ ଯଦି ମୋ ଠାରେ ନାହିଁ, ଅଭାବ ନିଶ୍ଚୟ ମୋ ଠାରେ ଅଛି ଆଉ ଥିବ। ପାପକୁ ଘୃଣା କର, ମନ୍ଦକୁ ଘୃଣା କର, ଅଭିଳାଷକୁ ଘୃଣା କର। ପାଣି ଦିଆଯାଇଛି ପାନ କରିବା ପାଇଁ, ରାଇଟ୍? ଭାତ ଦିଆଯାଇଛି ଖାଇବା ପାଇଁ। ଠିକ ସେପରି ପାପ ଅଛି ଘୃଣା କରିବା ପାଇଁ, ପ୍ରେମ କରିବା ପାଇଁ ନୁହେଁ। ବୁଝନ୍ତୁ, ଯେଉଁ ବିଷୟ ପ୍ରତି ଆମମାନଙ୍କର ଯେଉଁ ପ୍ରକାରର ପ୍ରତିକ୍ରିୟା ରହିବା ଦରକାର ତାହା ହେବା ଉଚିତ। ପରମେଶ୍ୱରଙ୍କ ଭୟ ଯଦି ଆସିବ, କୌଣସି ଅଭାବ ହେବ ନାହିଁ। ବୁଝନ୍ତୁ, ସମୟ ନାହିଁ, ବର୍ଣ୍ଣନା କରୁନାହିଁ।
ଏହା 3 ନମ୍ବର ଈଶ୍ୱରଙ୍କ ଭୟ ଯଦି ଆସିବ ଅଭାବ ଦୂରେଇଯିବ ଅର୍ଥାତ ଭୟ ନଥିଲେ ଅଭାବ ଆସିବ 4 ପରମେଶ୍ୱରଙ୍କୁ ଅନ୍ୱେଷଣ କରୁ ସେଇ 34 10 ଯୁବାଶିଅ ମାନଙ୍କର ଅଭାବ ଯୁବାଶିଅ ମାନ ଅଭାବରେ ପଡ଼ିବେ ଓ କ୍ଷୁଧାରୁ କ୍ଲେଶ କ୍ଷୁଧାରେ ପଡ଼ିବେ ମାତ୍ର ଯେଉଁମାନେ ସଦା ପ୍ରଭୁଙ୍କର ଅନ୍ୱେଷଣ କରନ୍ତି କାହାର ଅନ୍ୱେଷଣ କରନ୍ତି ସଦା ପ୍ରଭୁଙ୍କୁ ଯେଉଁମାନେ ଖୋଜିବେ ଶନିବାର ଦିନ ସନ୍ଧ୍ୟା 7ଟା 8ଟା ସମୟକୁ ନାହିଁ ସିରିଏଲ ଠେପା ଆଖିରେ ଦେଖିବାକୁ ନାହିଁ ଆଜି ରବିବାର ଆଉ ଗୋଟେ ସମୟ 5 ଦିନ ଜଗିଲେ ମୁଁ ସିରିଏଲ ଦେଖି ପାରିବି ରାତି 9ଟା ବେଳକୁ ହଉ ଦେଖ ଅଭାବ ଆସିବ ଆଜି ଆମେ କାହାର ଅପେକ୍ଷାରେ यूथ मीटिंग है था ना बढ़िया ऑपरेशन नहीं करे आज हमें कहार अपेक्षा बोलू एते दिन हम गांव को पळी जाई छी आसी नाही मोबाइल कॉल करले कॉल उठाओ नाही व्हाट्सएप रो डबल क्लिक हेउ नाही मुंडो केमती लागिलाडे कार अपेक्षा रे भाई ना तमे निधि कार अपेक्षा आखिर कृषके परमेश्वर 62 साम 62 गीत संहिता 62 2 केवल से मोहर शैल ओ परिधान से मोहर उच्च दुर्ग ओ अतिशय विचलित नहिबी नई पडिथिबा कांत 63 तेणु तुम पराक्रम ओ गौरव देखिबा पई मो पवित्र स्थान रे तुम प्रति चाहि रहियो कौन देखिबा भाई क्रिकेट डब्ल्यूडब्ल्यू आउ वीडियो गेम आउ टीवी देखो अभाव जगिछि ईश्वरको वाक्य को जागे मो नहीं मन रखंतो ईश्वरको वाक्य जहा कोहे हुए ही हुए कौन खोजुछु हमें कौन खोजवा को जाछि ईश्वर को सीख गॉड ईश्वर को खोजु ताको इच्छा खोजु निज इच्छा नाही ताको संतुष्टि करिबार विषय खोजु निजर संतुष्टि नाही ताको खुशी करिबा निजर खुशी नाही कौन खोजुछु सुंदर लेखा जे 34 लोक साथरे कोन जुबासिया मानकर अभाव हबो କ୍ଷୁଧାରୁ କ୍ଲେଶ हुए मात्र ଯେଉଁମାନେ ସଦା ପ୍ରଭୁଙ୍କର ଅନ୍ୱେଷଣ କରନ୍ତି ହଁ। ସେମାନଙ୍କର କୌଣସି ମଙ୍ଗଳ ବିଷୟ कौनसी मंगल विषय अभाव कौनसी मंगल विषय जगत पृथ्वी सुखद होगा ईश्वर को वाक्य कदापि नहीं कहीं मो जीवन रे आज अभाव कहीं अभाव कौन खोजुछि मो समीक्षा करी फेरिबा और खोजिबार विषय केवल प्रभु That's it. आउ कुछ नहीं यातला चतुर्थ पंचम द्वितीय विवरण 2:7 पढ़ो तो सारी बात द्वितीय विवरण 2:7 समस्त कर्म आशीर्वाद करछंती से एही विस्तृत प्रांतरे तुम गमनर पक्ष नै अछंती नहीं छंती एही 40 वर्ष जाक सदा प्रभु तुमर परमेश्वर तुमर सहवर्ती होई अछंती 40 वर्ष जाक परमेश्वर कोन ही छंती सहवर्ती के सहवर्ती छंती परमेश्वर तबे कोन हिची तुमर किछि अभाव होई नाही काहे अभाव होई नाही परमेश्वर सहवर्ती हालेलुया आपन संगरे के ठांतो कि not have to make sure that God is there with you कई ठांतो कि न ठांतो किछि थाओ कि न थाओ परमेश्वर जदि अछंती अभाव हेउ नाही चाकरी नाही आगे अभाव नाही ताको भावंतो 40 वर्ष व्यवसाय नाही खाइबार अभाव नाही कि जीवन रखंतो परमेश्वर रहिबा हालेलुया प्रेज द लॉर्ड प्रथम कथा भाव बंधु परमेश्वर को ठारे रहिबे द्वितीय कथा ना जल्दी पाप ठारू दूर रहिबे
ବ୍ୟଭିଚାର ପାପ ମନ୍ଦ ଅଶୋଚିତ ଅଧର୍ମ ସକଳ ପାପରୁ ଦୂରେଇ ରହିବେ। ତୃତୀୟରେ ପରମେଶ୍ୱରଙ୍କ ଭୟ ନ କର ଭାବ ଆସେ। ଭୟ କରନ୍ତୁ। ସେମାନଙ୍କ ଚକ୍ଷୁରେ ଈଶ୍ୱରଙ୍କ ଭୟ ନାହିଁ ବୋଲି ଲେଖାଗଲା। ସେମାନଙ୍କ ମନର କଳ୍ପନା ଅବିରତ ବନ୍ଦ ଅର୍ଥାତ୍ ଭୟ ନାହିଁ। ଭୟ ନାହିଁ। ସେମାନେ କଥା ମାନୁନାହାନ୍ତି, ଆଜ୍ଞା ପାଳନ କରୁନାହାନ୍ତି। କାହିଁକି? ଭୟ ନାହିଁ। ହେଲେ କଣ ଅଛି? ଅଭାବ। ଚତୁର୍ଥ କଣ? ଅନ୍ୱେଷଣ। କଣ ଖୋଜିବା ଦରକାର ତାହା ଖୋଜୁ। ଈଶ୍ୱରଙ୍କ ସାନ୍ନିଧ୍ୟ ଖୋଜୁ, ତାଙ୍କ ମୁଖକୁ ଖୋଜୁ, ତାଙ୍କ ଦର୍ଶନକୁ ଖୋଜୁ, ତାଙ୍କୁ ଖୋଜୁ। କୌଣସି ମଙ୍ଗଳ ବିଷୟର ଭାବ ନାହିଁ। ପଞ୍ଚମରେ ପ୍ରଭୁଙ୍କ ସାଙ୍ଗରେ ରଖ। କିଏ ରୁହନ୍ତୁ ନ ରୁହନ୍ତୁ କିଛି କଥା ନାହିଁ, ପ୍ରଭୁର ବନ୍ଧୁ। ହାଲେଲୁୟା। ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କଥା କହିଲି। ଏ ସବୁ ବିଷୟ ଯଦି ଠିକ ଅଛି, ପ୍ରଭୁ ଅଛନ୍ତି, ଆପଣ ପ୍ରଭୁଙ୍କ ଠାରେ ଅଛନ୍ତି, ଆପଣ ଭୟ କରୁଛନ୍ତି, ଆପଣ କଥା ମାନୁଛନ୍ତି, ଆପଣ କଦାଚାରର ଜୀବନ ବିତାଉନାହାନ୍ତି, ଖରାପ ବିଷୟରେ ଅପବ୍ୟୟ କରୁନାହାନ୍ତି, ଆପଣ ଈଶ୍ୱରଙ୍କ ନିକଟବର୍ତ୍ତୀ ଅଟନ୍ତି, ଆଉ ଈଶ୍ୱର ଆପଣଙ୍କ ସହିତ ଅଛନ୍ତି, ଆଉ ଆପଣ ବାଇବଲ ଅନୁସାରେ ମଧ୍ୟ ଯଦି ଆପଣଙ୍କ ଜୀବନ ଠିକ ଅଛି, ତାପରେ ବି ତା ବାଦେ ବି ଯଦି ଅଭାବ ଅଛି, ଆପଣଙ୍କ ଠାରୁ ଧନ୍ୟ ବ୍ୟକ୍ତି କେହି ନୁହନ୍ତି। ବୁଝନ୍ତୁ, ଟିକେ କଷ୍ଟ ବୁଝିବା ପାଇଁ କାହିଁକି ନାହିଁ ପଢିବା ପାଇଁ। କରିନ୍ଥିୟରେ ପାଉଲଙ୍କ ବିଷୟରେ ଆପଣ ପଢିଦେବେ। ସେପରି ବ୍ୟକ୍ତି ଧନ୍ୟ ବ୍ୟକ୍ତି, ସବୁ ଠିକ ଥିବ, ବାଇବଲ ଅନୁସାରେ ଜୀବନ, ପବିତ୍ର, ନମ୍ର, ଆଜ୍ଞାବହ, ଭୟକାରୀ, ପ୍ରଭୁଙ୍କୁ ସନ୍ତୁଷ୍ଟକାରୀ, ପ୍ରଭୁଙ୍କ ସହିତ ରହିବା ବ୍ୟକ୍ତି, ତାପରେ ବି ଯଦି ଦୁଃଖ, ତାଡ଼ନା, ଅଭାବ, କଷ୍ଟ, ବେଦନା, ଆପଣ ଗୋଟିଏ ଅଟନ୍ତି। ଆଉ ସେ ସୌଭାଗ୍ୟ ଯାହାର ଅଛି ସେ ଧନ୍ୟ ଅଟେ। ସେ ସୌଭାଗ୍ୟ ସମସ୍ତଙ୍କୁ ମିଳିବ ପ୍ରଭୁରେ। ଆସନ୍ତୁ ସମର୍ପିତ ହେବା, ପ୍ରାର୍ଥନା କରିବା। ହାଲେଲୁୟା, ହାଲେଲୁୟା। ପ୍ରଭୁଙ୍କ ଲୋକମାନେ କାହିଁକି ଅଭାବ ଆସିବ? କାହିଁକି ଦୁଃଖରେ ରହିବେ? କୋଉଠି ରହିଲା ସମସ୍ୟା? ଈଶ୍ୱରଙ୍କ ବାକ୍ୟ ଅନୁସାରେ ମୋର ଜୀବନ ଠିକ ଅଛି ତ? କୌଣସି ମଙ୍ଗଳ ବିଷୟର ଭାବ ନଥିବ। ଆମେ ଟିକେ ଜେଲସି ହେବା ଦରକାର। এই ବାକ୍ୟର ମୁଁ ଟିକେ ଅନୁଭବୀ କେବେ ହେବି? କୌଣସି ମଙ୍ଗଳ ବିଷୟର ଭାବ ନଥିବା ଦରକାର ନୁହଁ। ପିତାଙ୍କ ଠାରୁ ସେ ଦୂରକୁ ଚାଲିଗଲେ, ଅପବ୍ୟୟ କଲେ, ଅର୍ଥକୁ, ସମୟକୁ, ଶରୀରକୁ। ପ୍ରଭୁଙ୍କ ଭୟ ମନ୍ଦକୁ ଘୃଣା କରେ, ପାପକୁ ଘୃଣା କରେ। ଘୃଣା କରନ୍ତୁ ପାପ, ଅଭିଳାଷକୁ, ମନ୍ଦତାକୁ। ଆପଣଙ୍କର ଖୋଜିବାର ବିଷୟ କେବଳ ପ୍ରଭୁ, କେବଳ ପ୍ରଭୁ। ପାଖରେ କିଛି ଥାଉ କି ନଥାଉ, ପ୍ରଭୁଙ୍କର କଥା। ସ୍ୱର୍ଗୀୟ ପିତା, ଧନ୍ୟବାଦ ଅଛି ଆଜି ଦିନ ପାଇଁ। ଆଜିର ବାକ୍ୟ ଆମ ପ୍ରତ୍ୟେକଙ୍କ ଜୀବନରେ କାର୍ଯ୍ୟ ସାଧନ କର। এই ମଣ୍ଡଳୀକୁ, ତୁମ ଦାସକୁ, ତାଙ୍କ ପରିବାରକୁ, ପ୍ରତିଟି କର୍ମକର୍ତ୍ତାଙ୍କୁ, ପୁଅ ଝିଅ, ମା ବାପା ଯେତେ ଅଛନ୍ତି ପ୍ରତ୍ୟେକଙ୍କୁ ତୁମ ହସ୍ତରେ ରଖିଲି ପ୍ରଭୁ। ସମସ୍ତଙ୍କର ତୁମେ ସ୍ୱାସ୍ଥ୍ୟର ଯତ୍ନ ନିଅ। ଦୁଃଖରୁ ବାହାରିବା ପାଇଁ, ପ୍ରାର୍ଥନାର ଆବଶ୍ୟକତାକୁ ବୁଝିବା ପାଇଁ ସାହାଯ୍ୟ କର। ଭାଙ୍ଗି ନ ପଡ଼ିବା ପାଇଁ, ପ୍ରାର୍ଥନା ବିରୋଧ ପାଇଁ କୃପା କରିଦିଅ। ମୁକ୍ତି ପ୍ରଦାନ କର। ଅଭାବ ମୋଚନକାରୀ ଈଶ୍ୱରକୁ ଆଶୀର୍ବାଦ ପ୍ରଦାନ କର। ଯଦି କୌଣସି ମା ବାପା ଭାଇ ଭଉଣୀ ଠାରୁ ଅଛନ୍ତି, ଦୁଃଖ କଷ୍ଟ ବେଦନାରେ ପ୍ରଭୁ ସଢ଼ି ଯାଉଛନ୍ତି, କାହାରିକୁ କହିପାରୁନାହାନ୍ତି, ତୁମେ ସେମାନଙ୍କର ସଙ୍ଗୀ ଈଶ୍ୱର ହେଇକି ପଥ ଦେଖାଅ, ଖୋଲିଦିଅ ମାର୍ଗ। ଆଜିର ବାକ୍ୟ ଗଛା ହେଉ, ଫଳ ଶୟତାନ ହରଣ କରି ନ ଏପରି କୃପା କର। ତୁମେ କଥା କହିଲ ଧନ୍ୟବାଦ। ସମସ୍ତଙ୍କୁ ସବୁ ବିଷୟ ତୁମ ହସ୍ତରେ ସମର୍ପଣ କରି ମହିମା ଗୌରବ ସମର୍ପଣ ତୁମକୁ ଦେଇ
ଧନ୍ୟବାଦ ସହିତ ଯୀଶୁଙ୍କ ନାମରେ